ମାଛ ତରକାରୀ ତ ଆପଣମାନେ ବହୁତ ଥର ବନାଉଥିବେ, ହେଲେ ଗୋଟେ ଥର ଏହି ଉପାୟରେ ବନେଇକିରି ଦେଖନ୍ତୁ। ଆଶା କରିବି କି ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ। ତାହେଲେ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ପ୍ରଥମେ 1 କେଜି ଭାକୁର ମାଛକୁ ନେଇକିରି ତାକୁ ଭଲ ଭାବରେ ଧୋଇ ନେଇଥିଲି। ସେଥିରେ 1 ଚାମଚ ଲୁଣ, 1 ଚାମଚ ହଳଦୀ ଦେଇକିରି ତାକୁ ଗୋଳେଇ ନେଇଥିଲି। ଆପଣମାନେ ଯେତିକି ମାଛ ନେଇଥିବେ ତାର ସ୍ୱାଦ ଅନୁସାରେ ଲୁଣ ଏବଂ ହଳଦୀ ଦେଇକିରି ତାକୁ ଭଲ ଭାବରେ ଗୋଳେଇ ନେବେ। ମାଛକୁ ଗୋଳେଇ ନେବା ପରେ ଗୋଟେ କଡ଼େଇ ଗରମ କରି ନେଇଛି ଏବଂ କଡ଼େଇ ଭଲ ଭାବରେ ଗରମ ହେଇସାରିବା ପରେ ସେଥିରେ ସୋରିଷ ତେଲ ମୁଁ ଏଠାରେ ଦେଇଛି। ଆପଣମାନେ ରିଫାଇନ୍ ତେଲ ବି ନେଇପାରିବେ, କିନ୍ତୁ ଆମିଷ କିଛି ବି ବନାଉଥିଲେ ଯଦି ସେଥିରେ ସୋରିଷ ତେଲ ଦେଉଛନ୍ତି ତାହେଲେ ତାର ଟେଷ୍ଟ ଆଉ ବି ବଢ଼େଇଥାଏ। ତେଲ ଭଲ ଭାବରେ ଗରମ ହେଇସାରିବା ପରେ ହଳଦୀ ଲୁଣରେ ଗୋଳେଇକି ରଖିଥିବା ମାଛକୁ ତେଲରେ ଦେଇକିରି ଭାଜି ନେଉଛି। ଗୋଟେ ସାଇଡ଼୍ ମାଛ ହେଇଯିବା ପରେ ମୁଁ ତାର ଆର ସାଇଡ଼୍ ଓଲଟେଇ ନେଇଛି ଏବଂ ଆର ସାଇଡ଼୍କୁ ଭାଜିବା ପାଇଁ ଦେଇଦେଇଛି। ଆପଣମାନେ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗିବ ତାହେଲେ ଲାଇକ୍ ସହିତ ସେୟାର କରିନେବେ। ତା ସହିତ ଯଦି ମୋ ଚ୍ୟାନେଲରେ ନୂଆ ଥିବେ ତାହେଲେ ସବସ୍କ୍ରାଇବ୍ ମଧ୍ୟ କରିନେବେ। ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ଛୋଟ ବେଲ୍ ଆଇକନ୍କୁ କ୍ଲିକ୍ କରିଦେବେ, ଯାହାଦ୍ୱାରା ମୁଁ ନେକ୍ସଟ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ତାହାର ନୋଟିଫିକେସନ୍ ଆପଣଙ୍କ ଫୋନ୍କୁ ଆସିଯିବ ଏବଂ ଆପଣ ଯାଇ ଭିଡ଼ିଓଟିକୁ ଦେଖିପାରିବେ। ମାଛ ତରକାରୀ ତ ଆପଣ ବହୁତ ଥର ବନେଇଥିବେ ଏବଂ ବହୁତ ଉପାୟରେ ବନେଇଥିବେ। ଗୋଟେ ଥର ଏହିପରି ଭାବରେ ବନେଇକିରି ଦେଖନ୍ତୁ। ଆଶା କରିବି କି ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ ଏବଂ ଘରେ ମଧ୍ୟ ସମସ୍ତେ ବହୁତ ପସନ୍ଦ କରିବେ। ଗୋଟେ ଥର ବନେଇକିରି ଦେଖନ୍ତୁ। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଲାଇକ୍ ସହିତ ସେୟାର କରିନେବେ ଏବଂ କମେଣ୍ଟ ସେକ୍ସନରେ ମଧ୍ୟ ନିଶ୍ଚୟ ଜଣାଇବେ। ମୁଁ ଏଠାରେ ମାଛ ତରକାରୀ ବନେଇବା ପାଇଁ ଭାକୁର ମାଛ ନେଇଛି। ଆପଣ ଅଲଗା କେଉଁ ବି ମାଛ ନେଇକରି ଏହି ଉପାୟରେ ବନେଇ ପାରିବେ, କିମ୍ବା ଯଦି ଚୁନା ମାଛ ବି ନେଉଛନ୍ତି ତାହେଲେ ମଧ୍ୟ ଏହି ଉପାୟରେ ବନେଇ ପାରିବେ, କିମ୍ବା ବଡ଼ ମାଛ ମଧ୍ୟ ବନେଇ ପାରିବେ। କେଉଁ ବି ମାଛ ଆପଣଙ୍କ ପସନ୍ଦରେ ଆପଣ ନେଇପାରିବେ। ମାଛ ଭଜା ହେଇଯିବା ପରେ ସବୁତକ ମାଛକୁ ଗୋଟେ ପ୍ଲେଟ୍କୁ କାଢ଼ିକିରି ରଖି ନେଇଛି। ମୁଁ ଯେତିକି ମାଛ ନେଇଥିଲି ଗୋଟେ ଥରରେ ଜାଗା ହେବନି, ସେଥିପାଇଁ କଡ଼େଇରେ ଯେତିକି ଜାଗା ହେଇଥିଲା ସେତିକି ମାଛକୁ ପ୍ରଥମେ ଭାଜି ନେଇଥିଲି। ଆଉ ଯେତିକି ବଳକା ମାଛ ଥିଲା ତାକୁ ଆଉ ଗୋଟେ ଥରରେ ଭାଜି ନେଇଛି। ଗୋଟେ ଥରରେ ଜାଗା ହେବନି ଏବଂ ଯଦି ଅଧିକା ମାଛ ଦେଉଛି ତାହେଲେ ମାଛ ସବୁ ଭାଙ୍ଗିଯିବାର ସମ୍ଭାବନା ଥାଏ। ସେଥିପାଇଁ ଯେତିକି କଡ଼େଇରେ ଜାଗା ହେବ ସେତିକି ପ୍ରଥମେ ଭାଜି ନେବେ, ତାପରେ ଆଉ ଯେତିକି ମାଛ ବଳକା ପରେ ଭାଜି ନେବେ। ମୁଁ 3 ଥରରେ ସବୁତକ ମାଛକୁ ଭାଜି ନେଇଛି। ଏବେ ସବୁତକ ମାଛ ଭାଜି ନେବା ପରେ 2ଟି ମିଡ଼ିୟମ୍ ସାଇଜ୍ର ଆଳୁକୁ ନେଇକରି ଲମ୍ବା ଲମ୍ବା ପତଲା ପତଲା କରି କାଟି ନେଇଥିଲି। ଏବେ ସେଇ ଆଳୁକୁ ଯେଉଁ କଡ଼େଇରେ ମାଛ ଭାଜିଥିଲି ସେଇ କଡ଼େଇରେ ଆଳୁକୁ ଦେଇକରି ଭାଜି ନେଉଛି। ଗ୍ୟାସ୍କୁ ମିଡ଼ିୟମ୍ ଫ୍ଲେମ୍ରେ ରଖିକିରି ଆଳୁକୁ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ଭାଜି ନେବେ। ଯେତେବେଳେ ଆଳୁର କଲର୍ ଟିକେ ଗୋଲ୍ଡେନ୍ କଲର୍ ହେଇ ଆସିବ ସେତେବେଳେ ଆଳୁକୁ କାଢ଼ି ନେବେ। ମୁଁ ଏବେ ଆଳୁକୁ କାଢ଼ି ନେଉଛି ଏବଂ ଯେଉଁ କଡ଼େଇରେ ମାଛ ଆଉ ଆଳୁ ଭାଜିଛି ସେଇ କଡ଼େଇରେ ହିଁ ମୁଁ ତରକାରୀ ବନେଇବି। ସେଥିପାଇଁ ସେଥିରେ ଆଉ କିଛି ସୋରିଷ ତେଲ ଦେଇଛି। ତେଲ ଦେଇ ସାରିବା ପରେ ଗୋଟେ ବଡ଼ ସାଇଜ୍ର ପିଆଜକୁ ଛୋଟ ଛୋଟ ଚୁନା ଚୁନା କରି କାଟି ନେଇଥିଲି। ସେଇ ପିଆଜକୁ ତେଲରେ ଦେଇକରି ଭାଜି ନେଉଛି। ପିଆଜ 1ରୁ 2 ମିନିଟ୍ ଭିତରେ ଭାଜି ନେବେ। ଯେତେବେଳେ ପିଆଜର କଲର୍ ଟିକେ ଚେଞ୍ଜ ହେଇଯିବ, ଟିକେ ଗୋଲ୍ଡେନ୍ କଲର୍ ହେଇଯିବ, ସେଇ ପର୍ଯ୍ୟନ୍ତ ପିଆଜକୁ ଭାଜି ନେବେ। ଏଇଠି ଦେଖିପାରୁଥିବେ ପିଆଜର କଲର୍ ଚେଞ୍ଜ ହେଇଯାଇଛି, ପିଆଜ ଟିକେ ଭାଜି ହେଇଯାଇଛି। ଏବେ ପିଆଜ ଭାଜି ହେଇଯିବା ପରେ ମୁଁ ଏଠାରେ ଟମାଟୋ ଦେଇଛି। ଗୋଟେ ବଡ଼ ଟମାଟୋକୁ ଟିକେ ଛୋଟ ସାଇଜ୍ର କାଟି ନେଇଛି। ଏବେ ସେଇ ଟମାଟୋକୁ ପିଆଜ ସହିତ ଦେଇକରି ଭାଜି ନେଉଛି। ଆପଣ ଗୋଟେ ବଡ଼ ଟମାଟୋ ବଦଳରେ ମିଡ଼ିୟମ୍ ଟମାଟୋ ମଧ୍ୟ 2ଟି ନେଇପାରିବେ। ଟମାଟୋକୁ ଦେଇକରି 1ରୁ 2 ମିନିଟ୍ ଭାଜି ନେବା ପରେ ମୁଁ ଏଠାରେ ଲୁଣ ଅଧ ଚାମଚ ଦେଇଛି। ପ୍ରଥମରୁ ଯେତେବେଳେ ମାଛ ଭାଜିଥିଲି ସେଇ ଟାଇମ୍ରେ ମାଛ ପାଇଁ ଯେତିକି ଲୁଣ ଦରକାର ସେତିକି ଦେଇଥିଲି। ଏବେ ଯେଉଁ ଲୁଣ ଦେଉଛି ତରକାରୀରେ ଯେତିକି ଲୁଣ ଦରକାର ସେତିକି ଦେଇଛି। ଲୁଣ ଦେଇ ସାରିବା ପରେ ଅଧା ଚାମଚ ହଳଦୀ ଦେଇଛି। ତା ସହିତ ଲଙ୍କାଗୁଣ୍ଡ ଅଧା ଚାମଚ ଦେଇଛି। ଆପଣ ଯଦି ଅଧିକା ରାଗ ଚାହୁଁଥିବେ ତାହେଲେ ଆପଣଙ୍କ ସ୍ୱାଦ ଅନୁସାରେ ଅଧିକା କମ୍ କରି ମଧ୍ୟ ଦେଇପାରିବେ। ସେଥିରେ ଅଧା ଚାମଚ ମୁଁ ଚିକେନ୍ ମସଲା ଏବଂ ଅଧା ଚାମଚ ମୁଁ ଗରମ ମସଲା ଦେଇଛି। ମସଲା ସବୁ ଦେଇ ସାରିବା ପରେ 2 ମିନିଟ୍ ପର୍ଯ୍ୟନ୍ତ ଟମାଟୋ ସହିତ ମସଲା ସବୁକୁ ଗୋଳେଇ ନେବି। ଗୋଳେଇ ନେବା ପରେ ମୁଁ ଏଠାରେ ସୋରିଷ ମସଲା ପ୍ରଥମରୁ ବନେଇ ରଖିଥିଲି। ସୋରିଷ ମସଲାରେ ମୁଁ ଏଠାରେ 2 ଚାମଚ ସୋରିଷରେ 1 ଚାମଚ ଜିରା ଦେଇଛି। ତା ସହିତ ରସୁଣ କିଛି, ଗୋଟେ ଛୋଟ ପିଆଜ ସବୁକୁ ଦେଇକିରି ତାକୁ ଭଲ ଭାବରେ ବାଟି ନେଇଥିଲି। ଏବେ ସେଇ ସୋରିଷ ମସଲାରୁ ମୁଁ ଏବେ 3 ଚାମଚ ଦେଇଛି। ଆପଣ ଯଦି ଅଧିକା ସୋରିଷ ମସଲା ଦେବା ପାଇଁ ଚାହୁଁଥିବେ କିମ୍ବା ଯଦି ମାଛ ଅଧିକା ନେଇଥିବେ, ଝୋଳ ଯେତିକି ରଖିବା ପାଇଁ ଚାହୁଁଥିବେ ସେଇ ହିସାବରେ ଆପଣ କମ୍ ଅଧିକା କରି ସୋରିଷ ମସଲା ଦେଇପାରିବେ। 3 ଚାମଚ ସୋରିଷ ମସଲା ଦେଇ ସାରିବା ପରେ ଏବେ ଗ୍ୟାସ୍କୁ ସ୍ଲୋ ଫ୍ଲେମ୍ରେ ରଖିକିରି କିଛି ସମୟ ପର୍ଯ୍ୟନ୍ତ ମସଲାକୁ କଷି ନେବି। କିନ୍ତୁ ଧ୍ୟାନ ରଖିବେ ସୋରିଷ ମସଲା ଦେବା ପରେ ବହୁତ ବେଶୀ ସମୟ ପର୍ଯ୍ୟନ୍ତ ମସଲାକୁ କଷିବେନି, ନହେଲେ ସୋରିଷ ମସଲା ପିତା ହେଇଯିବାର ସମ୍ଭାବନା ଥାଏ। ଗ୍ୟାସ୍କୁ ସ୍ଲୋ ଫ୍ଲେମ୍ରେ ରଖିକିରି
3 ରୁ 4 ମିନିଟ୍ ପର୍ଯ୍ୟନ୍ତ ସୋରିଷ ମସଲାକୁ କଷି ନେବା ପରେ ସେଥିରେ ପାଣି ଦେଇଦେବେ। ଯେତିକି ତରକାରୀରେ ଝୋଳ ରଖିବା ପାଇଁ ଚାହୁଁଥିବେ ସେଇ ହିସାବରେ ଆପଣ ତରକାରୀରେ ପାଣି ଦେବେ। ମୁଁ ଏଠାରେ 1 ଗ୍ଲାସ୍ ପାଣି ଦେଇଛି ଏବଂ ପାଣି ଦେଇସାରିବା ପରେ କିଛି ସମୟ ପାଇଁ ତରକାରୀକୁ ଫୁଟିବା ପାଇଁ ଛାଡ଼ି ଦେଇଥିଲି। ତରକାରୀ କିଛି ସମୟ ଫୁଟିଯିବା ପରେ ଆଗରୁ ଭାଜିକି ରଖିଥିବା ଆଳୁକୁ ଦେଇଥିଲି। ଆଳୁ ଯେତେବେଳେ ଆମେ ଭାଜିଥିଲେ ସେଇ ଟାଇମ୍ରେ 20% ଆଳୁ ସିଝି ଯାଇଥିଲା, ଆଉ ଯେତିକି 80% ସିଝିବା କଥା। ଏବେ ତରକାରୀର ଝୋଳ ଫୁଟିବା ସହିତ ଆଳୁ ମଧ୍ୟ ସିଝିଯିବ। ଯେତେବେଳେ ଦେଖିବେ ଆଳୁ ସିଝିଗଲାଣି ଏବଂ ତରକାରୀ ମଧ୍ୟ କିଛି ସମୟ ପର୍ଯ୍ୟନ୍ତ ଫୁଟିଗଲାଣି ଏବଂ ତା ସହିତ ଝୋଳ ମଧ୍ୟ ଟିକେ କମିଯିବ, ସେଇ ଟାଇମ୍ରେ ଆପଣ ପ୍ରଥମରୁ ଭାଜିକି ରଖିଥିବା ମାଛକୁ ତରକାରୀରେ ଦେଇକିରି ଭଲ ଭାବରେ ଗୋଳେଇ ନେବା ପରେ ତରକାରୀରେ ମାଛ ଦେଇସାରିବା ପରେ କିଛି ସମୟ ପାଇଁ ତରକାରୀକୁ ଫୁଟିବା ପାଇଁ ଛାଡ଼ିଦେବେ। 4 ରୁ 5 ମିନିଟ୍ ପର୍ଯ୍ୟନ୍ତ ଗ୍ୟାସ୍କୁ ମିଡ଼ିୟମ୍ ଫ୍ଲେମ୍ରେ ରଖିକିରି ତରକାରୀକୁ ଫୁଟିବା ପାଇଁ ଦେଇଦେବେ। କିମ୍ବା ଆପଣ ତରକାରୀରେ ଯେତିକି ଗ୍ରେଭି ରଖିବା ପାଇଁ ଚାହୁଁଥିବେ, ଝୋଳ ଅଧିକା କମ୍ ଯେତିକି ରଖିବା ପାଇଁ ଚାହୁଁଥିବେ, ସେଇ ହିସାବରେ ଗ୍ୟାସ୍କୁ ବନ୍ଦ କରି ନେଇକିରି ଆପଣଙ୍କ ତରକାରୀ ରେଡ଼ି କରିନେବେ। ମୁଁ ଏବେ ଏତିକି ଝୋଳ ରଖିବା ପରେ ଗ୍ୟାସ୍କୁ ବନ୍ଦ କରି ନେଉଛି ଏବଂ ମୋର ମଧ୍ୟ ମାଛ ତରକାରୀ ହେଇକିରି ରେଡ଼ି ହେଇଯାଇଛି। ଆପଣମାନେ ମଧ୍ୟ ଗୋଟେ ଥର ଏହିପରି ଭାବରେ ବନାନ୍ତୁ। କେମିତି ଲାଗୁଛି ମୋ ସହିତ କମେଣ୍ଟ ସେକ୍ସନରେ ନିଶ୍ଚୟ ସେୟାର କରିବେ। ଆଶା କରୁଛି କି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଲାଇକ୍ ସହିତ ସେୟାର କରିନେବେ। ଆଉ ଯଦି ମୋ ଚ୍ୟାନେଲରେ ନୂଆ ଥିବେ ତାହେଲେ ସବସ୍କ୍ରାଇବ୍ କରିନେବେ। ରହୁଛି, ନମସ୍କାର, ଧନ୍ୟବାଦ।